ସମସ୍ତଙ୍କୁ ଜୟ ଜଗନ୍ନାଥ। ଆଜି ହେଲା 26 ଅଗଷ୍ଟ 2024। ଆଜି ଆମେ ଦେଖିବା ଆମର ସମ୍ବାଦପତ୍ରକୁ କିଛି ନୂତନ ଖବର। ଦେଖ, ଲେବନାନ ବୋମା ବର୍ଷା। ଆଗରୁ ଆମେ ଜାଣିଥିଲେ ହାମାସ୍ ଯେଉଁକି ଲେବନାନରେ ଅଛି ହେଲା, ଆଉ ଇସ୍ରାଏଲର ଗାଜା ପଟ୍ଟିରେ ଯେଉଁ ହାମାସ୍ ରହିଛନ୍ତି ହେଲା, ତ ତାଙ୍କ ଉପରେ ବୋମା ବର୍ଷଣ ହୋଇଛି। କାରଣ ଏବେ ଯୁଦ୍ଧ ଲାଗିଛି। ଫାଷ୍ଟ ଫିଲିସ୍ତିନ ସହିତ ଲାଗିଥିଲା, ତାପରେ ଏବେ ଲେବନାନ ସହିତ ତାର ବର୍ଡ଼ରକୁ ସେୟାର କରେ ତାପରେ ଦେଖ, ଚାଇନା ବିକୁଛି ନିଷିଦ୍ଧ ସିମ୍ ବକ୍ସ। ତ ଧରା ପଡ଼ିଥିଲା ଏବେ। ତ ବହୁତ ସାରା ଜାଗାରେ କ'ଣ କରୁଛି ନା, ଚାଇନା କିଛି ତାର କହିବି ଲୋକଙ୍କୁ କିଣି ପକାଉଛି ଆମର ଭାରତରକୁ। ତାପରେ ସେ ଦିନ କରିକି ତାର ଯେଉଁ ଚଳଣି ଅଛି ୟା ଫିର୍ କିଛି କହିବି କିଛି ନା କିଛି ଗୋଟେ ଇସ୍ୟୁ ବନେଇବ, ତାକି ଭାରତକୁ ଭଲକି ମାନେ ରହିବା ପାଇଁ ଦେବନି, କିଛି ନା କିଛି ଅଘଟଣ ଘଟାଇବାରେ ଲାଗିଥିବ ସେଟା କୌଣସି ବି ପରିମାଣରେ ହେଇପାରେ। ଦେଖ, ଇସ୍ରାଏଲ ସେଥିପାଇଁ ହାଇ ଆଲର୍ଟ ଜାରି କରିଛି। ତାପରେ ଦେଖ, ସ୍ପେସ୍ ଏକ୍ସର ଡ୍ରାଗନ୍ ସ୍ପେସ୍ ଏକ୍ସ ହେଲା ମୁଁ କହିବି ଏଲନ୍ ମସ୍କର ଯେତେବେଳେ ଆମର ମହାକାଶଚାରୀ ଅଛନ୍ତି ସୁନିତା ୱିଲିୟମ, ସେ ନାସାରୁ ଯାଇଥିଲେ ମହାକାଶକୁ। ସେଠି ରହିଥିଲେ ତାଙ୍କର ବିମାନର କିଛି ଲିକେଜ୍ ଯୋଗୁଁ ସେ ପୃଥିବୀକୁ ଫେରି ପାରିଲେନି। ତ ସେ ମହାକାଶରେ ହିଁ ଅଛନ୍ତି। ତ ଖୁବ୍ ଶୀଘ୍ର ତାଙ୍କୁ ଅଣାଯାଇପାରେ। ତାପରେ ଦେଖ, ଏଥିରେ ଆଉ କିଛି, ତାପରେ ଆମେ ଦେଖିବା ଆଉ କିଛି ନୂତନ। ଆଚ୍ଛା ଦେଖ, ଏ ଯେଉଁ ଗଣ୍ଡାହାତୀ ଜଳପ୍ରପାତ ଅଛି, ଏଟା ହେଲା ଆମର ପାରଳାଖେମୁଣ୍ଡି ଗଜପତି ଡିଷ୍ଟ୍ରିକ୍ଟରେ ତ ସେଥିରେ ପାଣି ଶୁଖି ଯାଇଥିଲା, ଏବେ ପାଣି ବହୁତ ହେଇଯାଇଛି, ଯଦ୍ୱାରା ଆଖପାଖ ଅଞ୍ଚଳରେ ଜଳମଗ୍ନ ହେଇଯାଇଛି। ମାନେ ମୁଁ କହିବି କ୍ଷେତମାନଙ୍କରେ ତ ଏଇଟା ମନେ ରଖିଥିବ, ଆମର ଗଣ୍ଡାହାତୀ ଜଳପ୍ରପାତ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି। ତାପରେ ଦେଖ, ହୀରାକୁଦରେ ଆମର ଏବେ ଫିଲହାଲ ଗେଟ୍ ଛଡ଼ା ହେଉଛି ପାଣି ବହୁତ ପରିମାଣରେ। ତ ତା ତଳ ଅଞ୍ଚଳରେ ବହୁତ ପାଣି ହେଇଯାଇଛି। ତାପରେ ଦେଖ, କନ୍ଧମାଳ ଜିଲ୍ଲାରେ କଡ଼ା ସୁରକ୍ଷା। ଯଦି ମୁଁ କନ୍ଧମାଳ ଜିଲ୍ଲା କହିବି, ତାହେଲେ ସେଇଟା ହେଲା ଆମର ଫୁଲବାଣୀ ଥିଲା ତାକୁ ଫୁଲବାଣୀ ନାଁରେ ବି ଜଣା। ତାପରେ ମୁଁ କହିଦେବି କନ୍ଧମାଳ ଜିଲ୍ଲା ବିଷୟରେ। ତାପରେ ଦେଖ, ଏବେ ଝାଡ଼ା ବାନ୍ତି ନିହାତି ଭାବରେ ବଢ଼ି ଚାଲିଛି। ତ ବାହାରିଆ ଖାଦ୍ୟ ନ ଖାଇକି ଘର ଖାଦ୍ୟ ଖାଆନ୍ତୁ ତାପରେ ଆମର ସ୍ପୋର୍ଟସରେ ମାନେ ଅଛନ୍ତି ମହିଳାମାନେ, ଗୋଟେ ହେଲା ଭେନେସ୍, ତାପରେ ଗୋଟେ ହେଲା ଶୀତଲା ଦେବୀ। ତାଙ୍କ ନାଁ ମନେ ରଖିଥିବା କଥା। ଆଉ କେଉଁଥିରେ ମାନେ ଖେଳୁଛନ୍ତି, କେଉଁଥିରେ ଜିତି ପାରିଲେ ସେ ବିଷୟରେ ମଧ୍ୟ। ତାପରେ ଦେଖ, ଆମର ଓଡ଼ିଆ ଝିଅ ତନ୍ବି ଯିଏକି 15 ବର୍ଷରୁ କମ୍ ବ୍ୟାଡ଼ମିଣ୍ଟନ ଖେଳରେ ଆମର ଏସିଆର ବିଜୟିନୀ ହେଇଛନ୍ତି ଭୁବନେଶ୍ୱରରେ ଖେଳ ହେଇଛି ବ୍ୟାଡ଼ମିଣ୍ଟନ। ତାପରେ ଦେଖ, ମୁଁ କହିବି ବ୍ରାଜିଲରେ କ'ଣ ହେଲା, ବହୁତ ଭାରତୀୟ କହିଲେ ଏସିଆଇ ନାଗରିକ ମାନେ ହେଲା ଆମର ଭାରତ ରହିପାରେ, ନେପାଳ, ଭୁଟାନ, म्यांमार ଏସବୁର ବହୁତ ସାରା ଲୋକ ସେଠି ଯାଇକି ରହିଯାଇଛନ୍ତି ତ ସେମାନେ ମୁଁ କହିବି ସେମାନେ ମାଇଗ୍ରେଟ୍ ତ କରିନାହାନ୍ତି, ବଟ୍ ସେମାନେ ଶରଣାର୍ଥୀ ଭାବରେ ରହିଯାଇଛନ୍ତି। ତ ତାଙ୍କୁ ବେଶୀ ଫ୍ୟାସିଲିଟେଟ୍ କରାହେଉନି। ତ ତାଙ୍କ ସରକାରକୁ ଅନୁରୋଧ କରାଯାଇଛି କି ତାଙ୍କର ଫ୍ୟାସିଲିଟେଟ୍ ହେଉ ବୋଲିକି ଦେଖ। ତାପରେ କନ୍ଧମାଳ ଜିଲ୍ଲାକୁ ଆମେ ଫୁଲବାଣୀ ଡିଷ୍ଟ୍ରିକ୍ଟ ବି କହୁଥିଲେ ଆগে ତାପରେ ଦେଖ, କନ୍ଧମାଳ ଜିଲ୍ଲା ଯଦି ମୁଁ କହିବି ଯଦି ପୂର୍ବ ମାନେ ବଙ୍ଗୋପସାଗରକୁ ନେଇକି ପୂର୍ବ ଯଦି କହିବି, ତ ପୂର୍ବ ଓଡ଼ିଶାରେ ସେ ଆସିଯାଉଛି ଆଉ
କନ୍ଧମାଳ ଜିଲ୍ଲାରେ ବହୁତ ଥଣ୍ଡା ପଡ଼େ। କନ୍ଧମାଳ ଜିଲ୍ଲାରେ ଗୋଟେ ଅଛି ଜାଗା ଦାରିଙ୍ଗବାଡ଼ି, ଯିଏକି ଆମର ଓଡ଼ିଶାର କାଶ୍ମୀର କୁହନ୍ତି ନା। ତ ଆଉ ସେଠି କନ୍ଧ ଟ୍ରାଇବ୍ ଥିବା ଯୋଗୁଁ, ମାନେ କନ୍ଧ ଆଦିବାସୀ ରହୁଥିବା ଯୋଗୁଁ ଆମେ କହୁ କନ୍ଧମାଳ ଜିଲ୍ଲା। ତାପରେ ନେକ୍ସଟ ତାଙ୍କର ଏଗ୍ରିକଲଚର ଅଛି, କେନ୍ଦୁପତ୍ର କରିବେ, ଜ୍ୟାକଫ୍ରୁଟ୍ କରିବେ ନା। ତାଙ୍କର ଫେଷ୍ଟିଭାଲ୍ ଯେଉଁଟାକି ଦଣ୍ଡ ନାଚ ଯେଉଁଟାକି କନ୍ଧମାନେ ମନାନ୍ତି, ଏଇଟା ଚୈତ୍ର ମାସରେ ହୁଏ ନା। ସେମାନେ ବହୁତ ଆଉ ସେମାନେ କାଳୀ ପୂଜା କରନ୍ତି ନା। ତାପରେ ଦେଖିବା ବ୍ରାଜିଲ ହେଲା। ତ ବ୍ରାଜିଲ ହେଲା ଆମ ସାଉଥ ଆମେରିକାର ଗୋଟେ ଦେଶ, ମହାଦେଶର ଗୋଟେ ଛୋଟ ଦେଶ ହେଲା, ଯିଏକି 5th ଲାର୍ଜେଷ୍ଟ, ଯଦି ଏରିଆ ୱାଇଜ୍ କହିବି ବଡ଼ ଅଛି ହେଲା। ଆଉ ବ୍ରାଜିଲରେ ହିଁ ଆମର ଆମାଜନ ଜଙ୍ଗଲ ବି ଅଛି ହଁ। ତ ଦେଖିଲେ ଆମେ ତାପରେ ଯଦି କହିବି ଏବେ ପ୍ରେସିଡେଣ୍ଟ ଅଛନ୍ତି ତାଙ୍କର ଲୁଲା ଦା ସିଲ୍ଭା। ତ ପ୍ରେସିଡେଣ୍ଟ ଏତେ କିଛି ପଚାରେନି, ବଟ୍ ମନେ ରଖିବା କଥା ହଁ। ତାପରେ ଦେଖ ବ୍ରାଜିଲ କାହାକୁ ସହିତ ବର୍ଡ଼ର ସେୟାର କରୁଛି ହେଲା। ଆର୍ଜେଣ୍ଟିନା, ପାରାଗୁଏ, ବୋଲିଭିଆ, ପେରୁ, କଲମ୍ବିଆ ଏମାନଙ୍କ ସହିତ ଯଦି ମୁଁ ମ୍ୟାପ୍ ଦେଖେଇବି, ତାହେଲେ ଯଦି ବ୍ରାଜିଲର କ୍ୟାପିଟାଲ କହିବି ତ ବ୍ରାସିଲା। ତାପରେ ଯେତେବେଳେ ଦେଖ ହେଲା, ଏ ହେଲା ବ୍ରାଜିଲର ଆଖପାଖ ଦେଶ। ଦେଖ ଏ ବଡ଼ ହେଲା ସବୁଠୁ 5th ଲାର୍ଜେଷ୍ଟ ଏରିଆ ୱାଇଜ୍ ବଡ଼। ତାପରେ ତା'ର ତଳେ ଅଛି ଦେଖ ଉରୁଗୁଏ, ପାରାଗୁଏ, ଆର୍ଜେଣ୍ଟିନା, ବୋଲିଭିଆ, ପେରୁ, ତାପରେ କଲମ୍ବିଆ, ଭେନେଜୁଏଲା, ଗୁୟାନା ହେଲା, ଫ୍ରେଞ୍ଚ ଗୁୟାନା ଏସବୁ ଅଛି। ତ ତାପରେ ଏଠି ଅଛି ଆମାଜନ ଜଙ୍ଗଲ ହେଲା। ତାପରେ ଯଦି ବଡ଼ ବଡ଼ ନଦୀ କହିବି ତ ବହୁତ ସାରା ନଦୀ ବି ଅଛି। ତ ଏତିକିରେ ଆମେ ଶେଷ କରିବା।